ପାଗରେ ଟିକେ ପରିବର୍ତ୍ତନ ଦେଖିବାକୁ ମିଳିଛି ଯେ ସକାଳୁ ସକାଳୁ ଅଧିକ ମାତ୍ରାରେ କୁହୁଡ଼ି ଅନୁଭୂତ ହେଉଛି। ବର୍ତ୍ତମାନର ୱେଦର ଅପଡେଟକୁ ନେଇ କ'ଣ କହିବେ ସାର୍? ନମସ୍କାର। ବର୍ତ୍ତମାନ ଆମର ଦୁଇଟି ପାଣିପାଗର ମୁଖ୍ୟତଃ ପ୍ରଭାବ ରହୁଛି ଓଡ଼ିଶା ଆଉ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ। ପ୍ରଥମ ହେଲା କୁହୁଡ଼ି ଆଉ ଦ୍ୱିତୀୟ ହେଲା ଖରା। ଆଉ ସେଇ ଯୋଉ ପରିସ୍ଥିତି ବର୍ତ୍ତମାନ ଆହୁରି 4-5 ଦିନ ଆମର ବଳବତ୍ତର ରହିବ। ମତେ ଲାଗୁଛି 10 ପର୍ଯ୍ୟନ୍ତ ବି କୁହୁଡ଼ିର ସମସ୍ୟା ଲାଗି ରହିବ ଉପକୂଳବର୍ତ୍ତୀ ଅଞ୍ଚଳରେ ଆଉ କିଛିଟା ଆଭ୍ୟନ୍ତରୀଣ ଅଞ୍ଚଳରେ। କିନ୍ତୁ ଖରାର ପ୍ରଭାବ ବର୍ତ୍ତମାନ ଧୀରେ ଧୀରେ ଯୋଉ 30 ରୁ ନେଇକି 35-36 ଆମର ସର୍ବୋଚ୍ଚ ତାପମାତ୍ରା ରହୁଛି ସେ ବଳବତ୍ତର ରହିବ। 6 ପରେ କିଛିଟା ପରିବର୍ତ୍ତନ ସମ୍ଭାବନା ଲାଗୁଛି। ଆଉ ଉପକୂଳବର୍ତ୍ତୀ ଅଞ୍ଚଳରେ ବି ଖରା ତ ରହିବ, ତା ସହିତ ଯୋଉ ଗୁଳୁଗୁଳିର ସମସ୍ୟା ସେ ବି ମାନେ ବଳବତ୍ତର ରହିବ। କାରଣ ବଙ୍ଗୋପସାଗରରୁ ପ୍ରବଳ ମାତ୍ରାରେ ଆର୍ଦ୍ରତାପୂର୍ଣ୍ଣ ବାୟୁ ଆସୁଛି। ଆଉ ଗୋଟେ ବଡ ଅଞ୍ଚଳ ଓଡ଼ିଶା ସହିତ କେନ୍ଦ୍ରୀୟ ଭାରତର ଗୋଟେ ବଡ ଅଞ୍ଚଳ ଛତିଶଗଡ଼, ମହାରାଷ୍ଟ୍ର, ତେଲେଙ୍ଗାନା, ମଧ୍ୟପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଗୋଟେ ବଡ ଅଞ୍ଚଳ ଏ ଦ୍ୱାରା ପ୍ରଭାବିତ ହବ। କିନ୍ତୁ ଯଦି ତାପମାତ୍ରା ଦେଖିବେ ଟିକେ ପଶ୍ଚିମ ଓଡ଼ିଶା ଆଉ ଦକ୍ଷିଣ ଓଡ଼ିଶାଟା ମତେ ଲାଗୁଛି ଟିକେ ଅଧିକା ପ୍ରଭାବିତ ହବ ସର୍ବୋଚ୍ଚ ତାପମାତ୍ରାକୁ ନେଇକି। ଆଉ ଯଦି ସର୍ବନିମ୍ନ ତାପମାତ୍ରା ଦେଖିବେ ଉପକୂଳବର୍ତ୍ତୀ ଓଡ଼ିଶାରେ ଟିକେ ଯୋଉ ଗୁଳୁଗୁଳି ସମସ୍ୟା ରହିବ। ଏହା ମୋଟାମୋଟି ମତେ ଲାଗୁଛି 4-5 ଦିନ ଆଗକୁ ରଖିଲେ। ଆଉ କୁହୁଡ଼ି ସମସ୍ୟାଟା ଆମର କଣ୍ଟିନ୍ୟୁ କରିବ 10-11 ପର୍ଯ୍ୟନ୍ତ। ତାପରେ ବି ଯୋଉ ଘନତ୍ୱଟା କମି ଯାଇପାରେ, କିନ୍ତୁ ଦେଖିବା ବର୍ତ୍ତମାନ ଲାଗୁଛି 10-11 ପର୍ଯ୍ୟନ୍ତ କୁହୁଡ଼ିର ସମସ୍ୟା ଲାଗି ରହିବ। ଆଜ୍ଞା ସାର୍, ଆଉ ଗୋଟେ ଆମର ଯୋଉ କମେଣ୍ଟ ଯୋଉମାନେ କରିଛନ୍ତି ତାଙ୍କର ପ୍ରଶ୍ନ ରହିଛି, ମୁଁ ବର୍ତ୍ତମାନ ଆପଣଙ୍କୁ କହିବା ପାଇଁ ଯିବି। ତେବେ ସାର୍, ଜଣେ କ୍ୱେଶ୍ଚିନ୍ କରିଛନ୍ତି ଯେ ବଙ୍ଗୋପସାଗରରେ ଅଧିକ ବାତ୍ୟା କାହିଁକି ହୁଏ ଏବଂ ଆରବ ସାଗରରେ ସେତେଟା ବାତ୍ୟା ହୁଏ ନାହିଁ, ଏହା କ'ଣ ପାଇଁ, କ'ଣ କହିବେ ସାର୍? ହଁ, ଆପଣ ଯଦି ଦେଖିବେ ବଙ୍ଗୋପସାଗର, ଆରବ ସାଗର, ଆମର ପୃଥିବୀରେ ଯେତେ ବି ସବୁ ବାତ୍ୟା ହୁଏ ତାର 7% ବାତ୍ୟା ଆମର ବଙ୍ଗୋପସାଗର, ଆରବ ସାଗର ମିଶିକି ହୁଏ। କିନ୍ତୁ ଯଦିଓ ବାତ୍ୟାର ସଂଖ୍ୟା କମ ରୁହେ, କିନ୍ତୁ ବହୁତ ଭୟଙ୍କର ବାତ୍ୟା ଏଇ ସବୁ ସମୁଦ୍ର ବେସିନରେ ହୁଏ। କିନ୍ତୁ ଆପଣ ଯଦି ପୁଣି ତା ଦେହରେ ବିଶ୍ଳେଷଣ କରିବେ ଯେ ଆରବ ସାଗର ବଙ୍ଗୋପସାଗର ଭିତରେ, ବଙ୍ଗୋପସାଗରରେ 80% ବାତ୍ୟା ହଉଥିବା ସମୟରେ ଆରବ ସାଗରରେ ମତଲବ 20% ବର୍ଷା ହୁଏ। ତାର ମୁଖ୍ୟ କାରଣ ରହୁଛି ବଙ୍ଗୋପସାଗରରେ ଯୋଉ ଆମର ଯୋଉ ସମୁଦ୍ର ତାପମାତ୍ରାଟା ଟିକେ ଅଧିକା ଥାଏ। ଆଉ ଦ୍ୱିତୀୟ ଜିନିଷ ହେଲା ବଙ୍ଗୋପସାଗର ହଉଛି ପାର୍ଶ୍ୱବର୍ତ୍ତୀ ପ୍ରଶାନ୍ତ ମହାସାଗର। ତେଣୁ ପ୍ରଶାନ୍ତ ମହାସାଗରରେ ଯୋଉ ସବୁ ବାତ୍ୟା ସବୁ ସୃଷ୍ଟି ହୁଏ ଆଉ ବହୁତ ସଂଖ୍ୟାରେ ସେଠି ଉତ୍ତର ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୁଏ। ତେଣୁ ତାର ଅବଶିଷ୍ଟାଂଶ ବହୁତ ସମୟରେ ଆମର ବଙ୍ଗୋପସାଗରକୁ ଚାଲି ଆସିଥାଏ। ଆଉ ବଙ୍ଗୋପସାଗରରେ ଯେତେବେଳେ ସକ୍ରିୟ ଯୋଉ ବାତାବରଣ ଥାଏ ସେ ତାକୁ ଆହୁରି ଅନୁକୂଳ କରିଦିଏ ବାତ୍ୟା ହବା ପାଇଁ। ତା ଛଡା ବି ଆଉ କିଛିଟା ଯୋଉ ବାୟୁମଣ୍ଡଳ ଆମେ କହୁ ୱିଣ୍ଡର ଶିୟର, ସେ ବି ଗୋଟେ ପ୍ରକାର ପ୍ରଭାବ ଦେଇଥାଏ। ଆଉ କିଛିଟା ବି କାରଣ ଅଛି, କିନ୍ତୁ ମୁଖ୍ୟତଃ ସମୁଦ୍ର ତାପମାତ୍ରା ଆଉ ଯୋଉ ପ୍ରଶାନ୍ତ ମହାସାଗର ପାର୍ଶ୍ୱବର୍ତ୍ତୀ ହେଇଥିବାରୁ ବଙ୍ଗୋପସାଗରରେ ଅଧିକା ବାତ୍ୟା ଆଉ ଭୟଙ୍କର ବାତ୍ୟା ସୃଷ୍ଟି ହୁଏ। ଆଉ ଗୋଟେ ଜିନିଷ ଏଠି କହିବାକୁ ଚାହୁଁଛି, ଯୋଉ ଦେଖିବେ ଆରବ ସାଗରରେ ବର୍ତ୍ତମାନ ଲାଗୁଛି ଯେ ବାତ୍ୟା ସଂଖ୍ୟା ବଢୁଛି, କିନ୍ତୁ ଆରବ ସାଗରରେ ଏତେ ଡେଭାଷ୍ଟେଟିଂ କାଟାଷ୍ଟ୍ରଫିକ ଲ୍ୟାଣ୍ଡଫଲ ହୁଏନି। କିନ୍ତୁ ଆପଣ ଦେଖିବେ ବଙ୍ଗୋପସାଗରରେ ବହୁତ ଭୟଙ୍କର ଲ୍ୟାଣ୍ଡଫଲ ହୁଏ ଆଉ ବହୁତ ଜନଜୀବନ କ୍ଷୟକ୍ଷତି କରିଥାଏ। ତେବେ ସାର୍, 10 ତାରିଖ ସୁଦ୍ଧା ବର୍ଷା ହେବାର ସମ୍ଭାବନା ରହିଛି କି? ତେବେ ଯେହେତୁ ବର୍ତ୍ତମାନ ସମୟରେ ଗୋଟେ ଫେବୃଆରୀ ମାସ ଚାଲିଛି, ଶୀତ ମଧ୍ୟ ରାଜ୍ୟରୁ ଚାଲି ଯାଇଛି, କିନ୍ତୁ ଫେବୃଆରୀ ମାସରେ ବର୍ଷା ହେବ କି, ଏ ବିଷୟରେ କ'ଣ କହିବେ? ବର୍ତ୍ତମାନ ବର୍ଷା ପରିପ୍ରେକ୍ଷୀରେ ଦେଖିଲେ ଆପଣଙ୍କର ସେଇ ଉତ୍ତର ଭାରତରେ, ପଶ୍ଚିମ ଭାରତରେ ଯୋଉ ଆମର ଯୋଉ ଆସୁଛି ପଶ୍ଚିମା ଝଡ, ତା ପ୍ରଭାବରେ ବର୍ଷା ରହୁଛି ନେକ୍ସଟ 2 ଦିନ ପର୍ଯ୍ୟନ୍ତ। କିନ୍ତୁ ଆପଣ ଯଦି ପୂର୍ବ ଭାରତକୁ ଆଲୋଚନା ନେବେ, ପୂର୍ବ ଭାରତରେ ବର୍ତ୍ତମାନ କିଛି ନାହିଁ। 10 ତାରିଖ ଗୋଟେ ପଶ୍ଚିମା ଝଡର ପ୍ରଭାବ ରହିବ 10 ତାରିଖ ପରେ ପରେ, ଯୋଉଟା କି ମତେ ଲାଗୁଛି ଉତ୍ତର ଭାରତର କିଛି ଅଞ୍ଚଳକୁ ପୁଣି ପ୍ରଭାବିତ କରିବ ବର୍ଷାରେ। କିନ୍ତୁ ଓଡିଶା ତା ଦେହରୁ କିଛି ଉପକୃତ ହବା ପାଇଁ ବର୍ତ୍ତମାନ ମତେ କିଛି ଲାଗୁନି। ଆମେ ମୋଟାମୋଟି ଗୋଟେ ଖରା ଅବସ୍ଥାରେ ରହିବା। ବର୍ଷାର ବର୍ତ୍ତମାନ ସମ୍ଭାବନା 10 ତାରିଖ ଭିତରେ କୌଣସି ମତେ ଲାଗୁନି। ତେବେ ସାର୍, ପରେ ଆମର କ୍ୱେଶ୍ଚିନ୍ ରହିବ ଯେ ସୌମ୍ୟ, ସେ ତାଙ୍କର କ୍ୱେଶ୍ଚିନ୍ କରିଛନ୍ତି, ଯେ ଜାଣିବା ପାଇଁ ଚାହୁଁଛନ୍ତି
ଯେ ପାଗରେ ଯେଭଳି ଭାବେ ପରିବର୍ତ୍ତନ ହେଉଛି ଆଗକୁ ଆମେ କଣ ଓଡ଼ିଶାରେ ବାଦଲ ଫଟା ବର୍ଷା ଦେଖିବା କି? ତାଙ୍କର ପ୍ରଶ୍ନ ରହିଛି। ହଁ, ବାଦଲ ଫଟା ବର୍ଷା ଗୋଟେ ପ୍ରକାର ମାନେ ଅତ୍ୟଧିକ ବର୍ଷାକୁ ତାକୁ ଯଦି ପରିଗଣିତ କରିବେ ଯେ 100 ମିଲିମିଟର ବର୍ଷା ଗୋଟେ ଘଣ୍ଟାରେ ଆଉ ଗୋଟେ ଛୋଟ ଜାଗାରେ ଯଦି ହେଇଯିବ ଆମେ ତାକୁ ବାଦଲ ଫଟା ବର୍ଷା କହୁ। ବର୍ତ୍ତମାନ ସେଇଟା ଦେଖାଯାଉଛି ଯେ ଆମର ଯୋଉ ପାହାଡ ରାଜ୍ୟ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ପାହାଡ ରାଜ୍ୟରେ ଯେମିତି ଆମର ୱାୟନାଡ ଯୋଉ ପଶ୍ଚିମ ଘାଟ ଅଛି, ଏଇ ସବୁ ପାହାଡ ଅଞ୍ଚଳରେ ବେଶୀ ଦେଖାଯାଉଛି। କିନ୍ତୁ ଗୋଟେ ଓଭରଅଲ ଜିନିଷ ଦେଖାଯାଉଛି ଯେ ଏକ୍ସଟ୍ରିମ ରେନଫଲ ଯୋଉ ଇଭେଣ୍ଟସ୍ ଅଛି ସେ ବଢି ବଢି ଯାଉଛି। ଆର ବର୍ଷ ଆମର ଆନ୍ଧ୍ର, ତେଲେଙ୍ଗାନା ଏସବୁ ପ୍ରଭାବିତ ହେଇଥିଲା। କିନ୍ତୁ ଗୋଟେ ଆପଣ ଯଦି ନିର୍ଦ୍ଦିଷ୍ଟ ଭାବରେ କହିବେ ଯେ ଓଡିଶାରେ ବାଦଲ ଫଟା ବର୍ଷା ହବ କି ନାହିଁ ସେଟା କୁହା ହେଇପାରିବନି। କିନ୍ତୁ ବର୍ତ୍ତମାନ ବାଦଲ ଫଟା ବର୍ଷାର ଯୋଉ ଫ୍ରିକ୍ୱେନ୍ସି ଆଉ ଯୋଉ ମାତ୍ରାଟା ଟିକେ ଅଧିକା ଜଣା ପଡୁଛି। ଆଉ ତାର ମୋଟାମୋଟି ଗୋଟେ କାରଣ ରହୁଛି ଜଳବାୟୁ ପରିବର୍ତ୍ତନ, କିନ୍ତୁ ତା ସହିତ କିଛିଟା ସ୍ଥାନୀୟ କାରଣ ବି ରହୁଛି। କିନ୍ତୁ ଓଡିଶା ପରିପ୍ରେକ୍ଷୀରେ ନିର୍ଦ୍ଦିଷ୍ଟ ଭାବରେ କହିବା ସମ୍ଭବପର ନୁହେଁ। କିନ୍ତୁ ବାଦଲ ଫଟା ବର୍ଷା ସଂଖ୍ୟା, ମାତ୍ରା ଆଉ ବିସ୍ତୃତି ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବହୁତ ଜାଗାରେ ପରିଲକ୍ଷିତ ହଉଛି। ତେବେ ସାର୍ ଆଉ ଗୋଟେ କ୍ୱେଶ୍ଚିନ୍ ରହିବ ଯେ ଶେଷ ପ୍ରଶ୍ନ ରହିବ। କାରଣ ଆପଣ ଦେଖୁଥିବେ ପୂର୍ବରୁ ଯେତେବେଳେ ବର୍ଷା ହେଉଥିଲା ଯେମିତିକି ଗ୍ରୀଷ୍ମ ଋତୁରେ, ଯେହେତୁ ଆଗକୁ ଖରା ଦିନ ଆସୁଛି ଏଇ ସମୟରେ ଯୋଉ ବର୍ଷା ହୁଏ ଏବଂ ଲାଇଟିଂ ହୁଏ ପୂର୍ବ ଅପେକ୍ଷା ଧୀରେ ଧୀରେ ଏହା ଡେଞ୍ଜରିୟସ୍ ହେବାକୁ ଲାଗୁଛି। ଲୋକମାନେ ମଧ୍ୟ ଅଧିକ ପ୍ରଭାବିତ ହେଉଛନ୍ତି, ଅନେକ ଜୀବନ ମଧ୍ୟ ନଷ୍ଟ ହେଉଛି। ଏହା କଣ ପାଇଁ? ହଁ, ବିଜୁଳି ଆଉ ଘଡଘଡି ବାତ୍ୟା ଜନିତ ଯୋଉ ପ୍ରଭାବଟା ବହୁତ ବଢୁଛି। ଆଉ ଓଡିଶା ବୋଧେ 4 ନମ୍ବର ରାଜ୍ୟ ଅଛି ଯେ ଏଇ ଯୋଉ ମୃତ୍ୟୁ ସଂଖ୍ୟାରେ ବିଜୁଳି ଘଡଘଡି ଦ୍ଵାରା। ହଁ, ସେଇଟା ଗୋଟେ କାରଣ। ତାର ବହୁତ ସରଳ ଭାବରେ ଟିକେ ବୁଝିବାକୁ ଚାହିଁଲେ ଯେ ଆମର ଯୋଉ ବାୟୁମଣ୍ଡଳର ଉତ୍ତାପ ବଢିକି ରହୁଛି, ବାୟୁମଣ୍ଡଳର ଉତ୍ତାପ ବଢିକି ରହିଲେ ବାୟୁମଣ୍ଡଳର ଯୋଉ ଜଳ ଧାରଣର କ୍ଷମତା, ଯୋଉଟା ଆମେ ଆର୍ଦ୍ରତା ପୂର୍ଣ୍ଣ ବାୟୁ ବହୁତ ଜଳ ଧାରଣ କ୍ଷମତା ରଖିବ। ଆଉ ସେଇଟା ରହିଲେ ବାଦଲ ବହୁତ ଟିକେ ଅତ୍ୟଧିକ ଶକ୍ତିଶାଳୀ ବାଦଲ ହବାର ସମ୍ଭାବନା ରହୁଛି। ଆଉ ଶକ୍ତିଶାଳୀ ବାଦଲ ହେଲେ ଏଇ ବିଜୁଳି ଘଡଘଡି ହବାର ସମ୍ଭାବନା ରହୁଛି। ଆଉ ସେଇଟା ଆପଣ ଯେମିତି କହିଲେ ଆମର ଯୋଉ କାଳ ବୈଶାଖୀ ସମୟରେ କି ବର୍ତ୍ତମାନ ଆମେ ଯୋଉ ଖରାରୁ ଯେତେବେଳେ ବର୍ଷାକୁ ଯିବା, ସେଇ ଯୋଉ ପରିବର୍ତ୍ତନଟା ହବ, ଯୋଉ ଟ୍ରାନଜିସନ ହବ, ଯେମିତି ଆମର ଅଗଷ୍ଟ 17-18 ଆର ବର୍ଷ ହେଇଥିଲା, ବହୁତ ଲୋକଙ୍କର ମୃତ୍ୟୁ ଘଟିଥିଲା। ସେଇ ସମୟରେ ଯେତେବେଳେ ଶୁଖିଲା ପାଗରୁ ଯେତେବେଳେ ଆମେ ବର୍ଷାକୁ ଯାଉ, ସେଇ ଟ୍ରାନଜିସନ ଟାଇମରେ ବି ଗୋଟେ ଭୟଙ୍କର ଲାଇଟନିଂ ଏପିସୋଡ ହେଇଥାଏ। ଆଉ ବର୍ତ୍ତମାନ କିଛିଟା ସରକାରଙ୍କ ପଦକ୍ଷେପ ଯୋଗୁଁ ସେଟା କମିଛି। କିନ୍ତୁ ଆମର ଯୋଉ ତାଳ ଗଛ ପୋତା ହେଲେ ଯୋଉ ଆମର ସେଟା ଲାଇଟନିଂ ଉଚ୍ଚା ତାଳ ଗଛରେ ଲାଇଟନିଂ ଆରେଷ୍ଟର ଭାବରେ କାମ କରିବ। ଆଉ ଆର ଯୋଉ ଭବିଷ୍ୟବାଣୀ ଉପରେ ବି ବହୁତ କାମ କରିବାର ଅଛି। ହଁ, ସେଇଟା ଏଇ ଯୋଉ ଆମର ବାୟୁମଣ୍ଡଳର ଉତ୍ତାପ ବଢିବାରୁ ଲାଇଟନିଂ ର ଯୋଉ ଇଣ୍ଟେନ୍ସିଟି ବଢି ଯାଉଛି। ଆଜ୍ଞା ସାର୍, ବର୍ତ୍ତମାନ ସମୟରେ ଯୋଉମାନେ କମେଣ୍ଟ କରିଥିଲେ ତାଙ୍କର ପ୍ରଶ୍ନ ତ ଆପଣ ଉତ୍ତର ଦେଇ ସାରିଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ମୁଁ ପଚାରିବି ଆଗକୁ ଯେଭଳି ଭାବେ ବର୍ତ୍ତମାନ ସମୟରେ ଗୋଟେ ତାତି କଣ୍ଡିସନରେ ୱାର୍ମ କଣ୍ଡିସନରେ ଓଡ଼ିଶା ଗତି କରୁଛି, ତେବେ ଆଜି କଥା ଆମେ ଯଦି କହିବା ଆଜି ପାଗ କେମିତି ରହିବ, ଆଜି ମଧ୍ୟ ତାତି କେମିତି ରହିବ, କଣ କହିବେ ସାର୍? ହଁ, ବର୍ତ୍ତମାନ ଯଦି ଆପଣ ତାତି ପରିବେଶକୁ ଦେଖିବେ, ଆମେ ଗୋଟେ ସକ୍ରିୟ ତାତି ପରିବେଶରେ ଅଛୁ। ଆଜି ବି ଯୋଉ ତାପମାତ୍ରା ଆପଣ ଦେଖିବେ 33 ରୁ ନେଇକି 35-36, ପର୍ଟିକୁଲାର ଆମର ଯୋଉ ପଶ୍ଚିମ ଓଡିଶା, ବଲାଙ୍ଗୀର ଆଖପାଖ ଅଞ୍ଚଳ ଆଉ ଆମର ଯୋଉ ଦକ୍ଷିଣ ଓଡିଶା, ଏଇଟା ମତେ ଲାଗୁଛି ବେଶୀ ତାପମାତ୍ରା ରେ ରହିବ। ଆଉ ଅନ୍ୟ ସବୁ ଅଞ୍ଚଳ ମତେ ଲାଗୁଛି ସେଇ 30 ରୁ ନେଇକି 33 ଭିତରେ ରହିବାର ସମ୍ଭାବନା ରହୁଛି। ସେମିତି ସର୍ବନିମ୍ନ ତାପମାତ୍ରା 22 ରୁ ନେଇକି 24 ଯୋଉ ରହିବାର ସମ୍ଭାବନା ରହୁଛି ସର୍ବନିମ୍ନ ତାପମାତ୍ରା। ତେଣୁ ଟିକେ ଆଉ ଯେହେତୁ ଆର୍ଦ୍ରତାପୂର୍ଣ୍ଣ ବାୟୁ ଆସୁଛି, ଆପଣଙ୍କୁ ଡିସକମ୍ଫର୍ଟ କରିକି ରଖିବ। ତେଣୁ କାରଣ ଯେତେବେଳେ ଆର୍ଦ୍ରତାପୂର୍ଣ୍ଣ ବାୟୁ ଆସେ ଆପଣଙ୍କର ଯୋଉ ଆମେ କହୁ ଯୋଉ ଏଭାପୋରେସନ ବଡିର ସିଏ କମିଯିବ। ତେଣୁ ଆପଣଙ୍କୁ ଟିକେ ଡିସକମ୍ଫର୍ଟ କରି ରଖିବ। ଆଉ ଏଇ ଯୋଉ ପରିସ୍ଥିତିଟା ଆହୁରି 4 ଦିନ ମତେ ଲାଗୁଛି 6 ପରେ ପରେ ତା ଦେହରେ କିଛିଟା ପ୍ରଶମିତ ହବ। କିନ୍ତୁ ଓଭରଅଲ ଆପଣଙ୍କର ବର୍ତ୍ତମାନ ଶୀତ ଋତୁରୁ ଆପଣ ଖରା ଋତୁକୁ ଯାଉଛନ୍ତି। ଆଉ କୁହୁଡି
ର ଯୋଉ ସମସ୍ୟା ସେ ବଳବତ୍ତର ରହିବ ବର୍ତ୍ତମାନ। ତେବେ ସାର୍ ବର୍ତ୍ତମାନ ସମୟରେ ଆପଣ ଯେମିତି କହୁଥିଲେ କୁହୁଡ଼ି ତାର ପ୍ରକ୍ରିୟା ମଧ୍ୟ ବଳବତ୍ତର ରହିବ। ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ଆଲୋଚନା